ଆମ ଭାରତରେ ସବୁଠାରୁ ଅଧିକା ଦାନ କରନ୍ତି ଏହି ମହାନ ଅଭିନେତା। ହଁ ଆଜ୍ଞା, ଦାନ ବିଷୟରେ ଯେତେବେଳେ କଥା ଆସେ ସେତେବେଳେ ଆପଣ ରଜନୀକାନ୍ତ ଭାବୁଥିବେ କିମ୍ବା ଅମିତାଭ ବଚ୍ଚନ, ସଲମାନ ଖାନ ଏବଂ ସୋନୁ ସୁଦଙ୍କୁ ଭାବୁଥିବେ, କିନ୍ତୁ ସେମାନେ ନୁହନ୍ତି। ଏହି ବ୍ୟକ୍ତି ସାମାଜିକ ତାରକା, ଦାନ କରନ୍ତି କୋଟି କୋଟି ଟଙ୍କା ଏବଂ ଗରିବମାନଙ୍କୁ ବହୁତ ସହାୟତା କରନ୍ତି। ସଲମାନ ଖାନଙ୍କ ସଂଗଠନ ବିଙ୍ଗ ହ୍ୟୁମାନ କର୍କଟ ରୋଗରେ ପୀଡ଼ିତ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥାଏ, ଯେତେବେଳେ କି ସୋନୁ ସୁଦ କରୋନା ମହାମାରୀର ପରଠାରୁ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଆସୁଛନ୍ତି। ଏଥିସହିତ ଅକ୍ଷୟ କୁମାର ମଧ୍ୟ ତାରକା ମଧ୍ୟରୁ ଜଣେ, ଯିଏ ଦାନକୁ ବହୁତ କରିଥାନ୍ତି କିନ୍ତୁ କେବେ ପ୍ରକାଶ କରିନଥାନ୍ତି। କିନ୍ତୁ ଭାରତର ମହାଦାନୀ ହେଉଛନ୍ତି ଏହି ବଡ଼ ଅଭିନେତା। ସେ ଜଣେ ତେଲୁଗୁ ଇଣ୍ଡଷ୍ଟ୍ରିର ଅଭିନେତା ଏବଂ ଏହାଙ୍କ ନାଁ ହେଉଛି ମହେଶ ବାବୁ। ମହେଶ ବାବୁ ବ୍ୟତୀତ ଆଉ କେହି ନୁହେଁ। ତେଲୁଗୁ ସିନେମା ସୁପରଷ୍ଟାର ମହେଶ ବାବୁ ହେଉଛନ୍ତି ଭାରତର ସବୁଠାରୁ ସାହାଯ୍ୟ କରୁଥିବା ବଡ଼ ଅଭିନେତା। ସେ ନିଜର ଦାନ କାର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ମହେଶ ବାବୁ ତାଙ୍କର 2 ଦଶନ୍ଧି ଧରି କ୍ୟାରିୟରରେ 40ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ଜଣେ ଚଳଚ୍ଚିତ୍ର ନିର୍ମାତା ମଧ୍ୟ। ତାଙ୍କର ଏକ ବିଶେଷତ୍ୱ ହେଉଛି ଯେ ସେ କେବେ ବି ରିମେକ୍ ଫିଲ୍ମରେ କାମ କରନ୍ତି ନାହିଁ। ସେ ନିଜର ପରିଶ୍ରମ ଦ୍ୱାରା କୋଟି କୋଟି ମୂଲ୍ୟର ସମ୍ପତ୍ତି ହାସଲ କରିଛନ୍ତି। ଖବର ଅନୁଯାୟୀ ଅଭିନେତା ତାଙ୍କର ବାର୍ଷିକ ଆୟର 30% ଦାନ କରନ୍ତି, ଯାହା ପ୍ରତିବର୍ଷ 25ରୁ 30 କୋଟି ଟଙ୍କା ମଧ୍ୟରେ ରହିଥାଏ। ସେ ନିଜକୁ ଅନେକ NGO ସହିତ ମଧ୍ୟ ଜଡ଼ିତ କରିଛନ୍ତି, ଯାହାଦ୍ୱାରା ସେ ଲୋକମାନଙ୍କୁ ସହଜରେ ସୁବିଧା ସୁଯୋଗ ଯୋଗାଇ ପାରିବେ। ସେଥିମଧ୍ୟରୁ ସେ କିଛି ନିଜେ ମଧ୍ୟ ଚଳାନ୍ତି। ଏହି ସଂସ୍ଥାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ରେନୋଭା ଶିଶୁ ଡାକ୍ତରଖାନା, ଯେଉଁଠାରେ ସେ ଗରିବ ପିଲାମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାରେ ସହାୟକ ହୋଇଥାନ୍ତି ଏବଂ ଗରିବ ପିଲାମାନେ ଏହି ଡାକ୍ତରଖାନାକୁ ଯାଇ ବହୁତ ଉପକୃତ ହୋଇଥାନ୍ତି। ଏବେ ଏହି ପଦକ୍ଷେପ ମାଧ୍ୟମରେ ସେ 1000ରୁ ଅଧିକ ପିଲାଙ୍କ ହୃତ୍ପିଣ୍ଡ ସର୍ଜରୀ କରିଛନ୍ତି। ଏହି ଅଭିନେତା 2ଟି ଗାଁ ଓ ତାଙ୍କ ଜନ୍ମ ଗ୍ରାମ ସମେତ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି, ଯେଉଁଠାରେ ସେ ରାସ୍ତା, ବିଦ୍ୟୁତ୍, ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟ ସୁବିଧା ସମେତ ସମସ୍ତ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି। ମହେଶ ବାବୁଙ୍କ ଦକ୍ଷିଣର ଧନୀ ଅଭିନେତା ଭାବରେ ବିବେଚନା କରାଯାଏ। ସେ ଏକ ଚଳଚ୍ଚିତ୍ର ପାଇଁ 55 କୋଟି ଟଙ୍କା ଚାର୍ଜ କରିଥିବା ବେଳେ ବିଜ୍ଞାପନ ପାଇଁ 15 କୋଟି ଟଙ୍କା ଚାର୍ଜ କରିଥାନ୍ତି।